ଖରାଦିନେ ମଲ୍ଲି ଗଛ ଗୋଟେ ଥର ଫୁଲ ଦେଲା ପରେ ଆଉ ଥରେ ଫୁଲ ଯେତେବେଳେ ଆସିଥାଏ ସେଗୁଡ଼ା ବହୁତ ଛୋଟ ଥାଏ। ଆଉ ସେଇ ଫୁଲକୁ ବଡ଼ ଆଣିବା ପାଇଁ ଆଜି ଗୋଟେ ତରଳ ଖତ ଦବା, ଯେଉଁଥିରେ ନ୍ୟୁଟ୍ରିସନ୍ ଭରପୁର ମିଳିବ ଆଉ ଗଛର ଯେଉଁ ବାକି କଢ଼ ନୂଆ ଆସିବ ସେ ସବୁ ବଡ଼ ସାଇଜ୍ରେ ଆସିପାରିବ। ପାଣି ନେଇଛି ପ୍ରଥମେ 10 ଗୁଣା, 10 ଗୁଣା ପାଣିରେ ମୁଁ ଏବେ ଖରା ଦିନର ଲିକ୍ୱିଡ଼ ଫର୍ମରେ ବନେଇଥିବା ତରଳ ଖତକୁ ଦେଉଛି। ତ ଏଇଟା ହେଲା ଗୋଟେ ବଡ଼ ସାଇଜ୍ର ଠିପି ଯେଉଁଟାକି 15 ml ମାପରେ, ଆଉ ଏଇଥିରେ ମୁଁ ଦେବି 4ରୁ 5 ଠିପି। ତ ଏଇଟା ଦେଲା ପରେ ମୋର ତରଳ ଖତ ବନିକି ରେଡ଼ି ହେଇଯାଇଛି। ତ ପତଳା ଖତ ଦେଇଦେଲେ ଆମ ଗଛର କୌଣସି କ୍ଷତି ହେବନି, ବାକି ଆମ ଗଛର ଗ୍ରୋଥକୁ ବଢ଼େଇବ। ତା ସାଥିରେ ନ୍ୟୁଟ୍ରିସନ୍, ନାଇଟ୍ରୋଜେନ୍, ପୋଟାସିୟମର ମାତ୍ରା ଭରପୁର ମାତ୍ରାରେ ଆମ ଗଛକୁ ମିଳିଥାଏ, ଯାହାଦ୍ୱାରା ଆମ ଗଛରେ ଫୁଲ ବଡ଼ ଆସିଥାଏ ଆଉ 2 ବାର ଭଳି ଫୁଲ ବି ଫୁଟିଥାଏ। ଏଇଥରକ ମୋର ପ୍ରଥମ ଫୁଲ ଫୁଟିଗଲା ପରେ ମଲ୍ଲି ଗଛକୁ କାଟି ଦେଇଥିଲି। ଏବେ ପୁଣି ସେକେଣ୍ଡ ଟାଇମ୍ ମୋର କିଛି ଗଛରେ କଢ଼ ଆସୁଛି। ଆଉ କିଛି କଢ଼ ଯେଉଁଗୁଡ଼ା ଛୋଟ ଛୋଟ ଥିଲା ତାକୁ କାଟି ନଥିଲି, ଯେହେତୁ କଢ଼ ଗୁଡ଼ାକ ଫୁଟି ନଥିଲା ତାକୁ ବଢ଼ିବା ପାଇଁ ଛାଡ଼ି ଦେଇଥିଲି। ସେଗୁଡ଼ା ଫୁଲ ଫୁଟି ଦେଖନ୍ତୁ ଏବେ ଡେମ୍ଫ ଗୁଡ଼ା ହେଇକି ରହିଯାଇଛି। ତ ସେ ଡେମ୍ଫ ଛିଡ଼େଇକି ଆପଣ ଫିଙ୍ଗି ଦିଅନ୍ତୁ, କିନ୍ତୁ ସେ ଡେମ୍ଫ ଛିଡ଼େଇବା ପରେ ପରେ ତା'ର ତଳୁ 1-2 ଇଞ୍ଚ ମାପରେ ଏମିତି ଡାଳ ଗୁଡ଼ାକ କାଟିକି ବାହାର କରିଦେବେ। ତାପରେ ଦେଖିବେ ତଳୁ ଏମିତି ଛୋଟ ଛୋଟ କୁଆଁ ବାହାରୁଥିବ, ଆଉ ନହେଲେ ଏମିତି କିଛି କଢ଼ ବି ମଧ୍ୟ ବାହାରୁଥିବ। ଆଉ ସେଗୁଡ଼ାକ ଭଲସେ ବଢ଼ିବା ପାଇଁ ଗଛ ଯେମିତି ଇମ୍ୟୁନିଟି ତାକୁ ଯୋଗାଇ ପାରିବ, ସେଥିପାଇଁ ଏସବୁ ଛିଡ଼ାଇ ଦେଲେ ଗଛ ଠିକ୍ ଭାବରେ କଢ଼କୁ ବଡ଼ ଆଣିବାରେ ସାହାଯ୍ୟ କରିପାରିବ। ତାପରେ କେବଳ ଏଇଟା ଗୋଟେ ହାଇବ୍ରିଡ଼ କେବଳ ମଲ୍ଲି ନୁହଁ, ଏଇଟା ଦେଶୀ ମଲ୍ଲି ବି ଦେଖନ୍ତୁ, ଦେଶୀ ମଲ୍ଲି ବି ମଧ୍ୟ ପ୍ରୋନ୍ କରିଥିଲି। ପ୍ରୋନ୍ କରିବା ପରେ ସେକେଣ୍ଡ ବାର ଦେଖନ୍ତୁ କଢ଼ ଆସିଛି, ଆଉ ସବୁ ଡାଳରେ ଏମିତି କଢ଼ ଗୁଡ଼ାକ ଭରପୁର ଅଛି। କଢ଼ଟା ଟିକେ ଛୋଟବେଳେ ତ ଏମିତି ଦେଖାଯାଏ ଆଖିକୁ ସାମାନ୍ୟ ଛୋଟ ଭଳି, କିନ୍ତୁ ତାକୁ ବଡ଼ ଆଣିବା ଆମର ଦାୟିତ୍ୱ। ଯେମିତି ଫର୍ଟିଲାଇଜର୍ ଦେଲେ ଆମ ଗଛର ଗ୍ରୋଥ୍ ସହିତ କଢ଼ ବି ଠିକ୍ ବଡ଼ ସାଇଜ୍ ଆସିଯାଇଥାଏ। এই ଫର୍ଟିଲାଇଜର୍ଟା କେବଳ ଶୀତ ଦିନର ବ୍ୟବହାର କରାଯାଏନି, ଖରା ଦିନରେ ବି ବ୍ୟବହାର କରାଯାଏ, ବର୍ଷା ଦିନେ ବି ବ୍ୟବହାର କରାଯାଏ। ଯଦି ଆପଣଙ୍କ ପାଖରେ ଏଇ ତରଳ ଖତ ବା ଏଇ ପାଉଡ଼ର ଆପଣଙ୍କ ପାଖରେ ନାହିଁ, ତାହେଲେ ନର୍ମାଲି ଆପଣଙ୍କ କିଚେନ୍ରେ ଥିବ ସୋରିଷ, ତ ତାକୁ ବି ମଧ୍ୟ ଆପଣ ଗୁଣ୍ଡ କରିକି ଆପଣଙ୍କ ଗାର୍ଡ଼େନ୍ରେ ୟୁଜ୍ କରିପାରିବେ। ସେ ବି ମଧ୍ୟ ବହୁତ ହି ବେଷ୍ଟ ରେଜଲ୍ଟ ଆପଣଙ୍କ ଗଛରେ ଡିଫରେଣ୍ଟ ଦେଖିବାକୁ ପାଇବେ, ବହୁତ ହି ବେଷ୍ଟ ରେଜଲ୍ଟ ଦେବ ଆଉ ଆପଣଙ୍କ ଗଛରେ ଫୁଲ ବାହାରିବାରେ ଇନକ୍ରିଜ୍ କରିବ। ଏମିତି ସୁନ୍ଦର ସୁନ୍ଦର ଟିପ୍ସ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।